Hello students, welcome to Vidyan History classes plus 2 second year ର ଭାରତ ଇତିହାସର ଆମେ ଋଗ୍ବୈଦିକ ଯୁଗ ବିଷୟରେ କିଛି ଆଲୋଚନା କରିଥିଲେ। ଆଜି ଆମେ ତାର ଅନ୍ୟାନ୍ୟ ବିଷୟ ଗୁଡ଼ିକ ଉପରେ ଆଲୋଚନା କରିବା। ତାହେଲେ ଆମେ ଋଗ୍ବୈଦିକ ଯୁଗ ଉପରେ କିଛି ନା କିଛି ଧାରଣା ପାଇଛେ। ତାହେଲେ ଆମେ ବେଦ ବିଷୟରେ ଦେଖିଲେ, ଆଦି ବୈଦିକ ଯୁଗ ବିଷୟରେ ଜାଣିଲେ, ସାମାଜିକ ଜୀବନ ଓ ଅର୍ଥନୈତିକ ବିଷୟରେ ଜାଣିଲେ। ଏବେ ଆଦି ବୈଦିକ ଯୁଗର ରାଜନୈତିକ ସଂଗଠନ ବିଷୟରେ ଆଲୋଚନା ଆମେ କରିବା। ଆଦି ବୈଦିକ ଯୁଗର ରାଜନୈତିକ ସଂଗଠନ ବିଷୟରେ ଆମେ ଜାଣିବାକୁ ହେଲେ ଆମେ ପ୍ରଥମେ ଜାଣିବା ଯେ ତାହା କୋଉ କୋଉ ସଂଗଠନକୁ ନେଇକି ଗଠନ ହୋଇଥିଲା। ଆଦି ବୈଦିକ ଯୁଗର ରାଜନୈତିକ ଜୀବନ ଥିଲା ଅନନ୍ୟ। ରାଜ୍ୟ ଶାସନ ଏବଂ ପ୍ରଜା ରକ୍ଷା ଥିଲା ରାଜାଙ୍କର ମୁଖ୍ୟ କାର୍ଯ୍ୟ। ତାହେଲେ ବୈଦିକ ଯୁଗରେ, ଆଦି ବୈଦିକ ଯୁଗରେ ତାହେଲେ ରାଜାଙ୍କର ଶାସନ ଚଳୁଥିଲା। କଣ କଣ ଥିଲା ତାଙ୍କର ରାଜନୈତିକ ଜୀବନ? ନା ଋଗ୍ବୈଦିକ ଯୁଗର ଆର୍ଯ୍ୟମାନେ ଏକ ସୁନିୟନ୍ତ୍ରିତ ଜୀବନ ଯାପନ କରୁଥିଲେ। ଏହା ପ୍ରତିଫଳନ ଘଟିଥିଲା ସେମାନଙ୍କର ରାଜନୈତିକ ଜୀବନରେ। ରାଜ୍ୟ ଶାସନର ମୁଖ୍ୟ ଥିଲେ ରାଜନ, କିନ୍ତୁ ସେ ରାଜା ହେଲେ ମଧ୍ୟ ବିଭିନ୍ନ କର୍ମଚାରୀମାନଙ୍କ ସହଯୋଗ ଏବଂ ସଭା ତଥା ସମିତିର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ସେ ଶାସନ କାର୍ଯ୍ୟ ପରିଚାଳନା କରିବା ସହିତ ପ୍ରଜା ପାଳନ ଏବଂ ରାଜନୈତିକ ଜୀବନ ଯାପନ କରୁଥିବାର ପ୍ରମାଣ ଋଗ୍ବେଦରୁ ମିଳିଥାଏ। ତାହେଲେ ଦୁଇଟି ସଂଗଠନ ଥିଲା, ସଭା ଏବଂ ସମିତି। ସେଇ ଦୁଇଟି ଯାକର ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରଣରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ ରାଜା। ତାହେଲେ ଅଲଗା ଅନ୍ୟାନ୍ୟ ସଂଗଠନ, ରାଜନୈତିକ ସଂଗଠନ ଗୁଡ଼ିକ ଦେଖିବା ଆମେ। ନା ଆଦି ବୈଦିକ ଯୁଗର ଆର୍ଯ୍ୟମାନେ ଗ୍ରାମ ଗୁଡ଼ିକରେ ବାସ କରୁଥିଲେ। ଗ୍ରାମ ଥିଲା ରାଜନୈତିକ ସଂଗଠନର ମୂଳ ପିଣ୍ଡ। ଗ୍ରାମ ଥିଲା କେତେ ଗୁଡ଼ିଏ ପରିବାରର ସମାହାର। ପରିବାରର ମୁଖ୍ୟ ବା ବୟୋଜ୍ୟେଷ୍ଠ ବ୍ୟକ୍ତିକୁ କୁଳପା ବା କୁଳପତି କୁହାଯାଉଥିଲା। ତାହେଲେ ଗ୍ରାମର ରାଜନୈତିକ ସଂଗଠନର ମୂଳ ପିଣ୍ଡ ଥିଲା। ଗ୍ରାମ ଥିଲା ରାଜନୈତିକ ସଂଗଠନର ମୂଳ ପିଣ୍ଡ। ଗ୍ରାମରେ କେତେ ଗୁଡ଼ିଏ ପରିବାର ବସବାସ କରୁଥିଲେ। ତାହେଲେ ପରିବାରର ବୟୋଜ୍ୟେଷ୍ଠଙ୍କୁ କୁଳପ ବା କୁଳପତି ବୋଲି କୁହାଯାଉଥିଲା। ଏହି ପରିବାରର ମୁଖ୍ୟମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରୁଥିଲେ ଗ୍ରାମ ମୁଖ୍ୟ। ତାଙ୍କୁ ଗାଁର ମୁଖ୍ୟଙ୍କୁ କଣ କୁହାଯାଉଥିଲା? ନା ଗ୍ରାମଣୀ କୁହାଯାଉଥିଲା। ସେ ସଭା ଏବଂ ସମିତିରେ ଗ୍ରାମର ପ୍ରତିନିଧିତ୍ୱ କରୁଥିଲେ ଏବଂ ଯୁଦ୍ଧ ସମୟରେ ଗ୍ରାମରୁ ସୈନିକ ମନୋନୀତ କରି ଯୁଦ୍ଧ କ୍ଷେତ୍ରକୁ ପ୍ରେରଣ କରୁଥିଲେ। କେତେ ଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ବିସ୍ ଗଠିତ ହେଉଥିଲା। ବିସ୍ପତି ବା ନିଶ୍ଚୟପତି ଥିଲେ ଏହାର ମୁଖ୍ୟ। ସେ ଜଣେ ଯୁଦ୍ଧ ବିଶାରଦ ଥିଲେ। କେତେ ଗୁଡ଼ିଏ ବିସ୍କୁ ନେଇ ଜନ ଗଠନ କରାଯାଉଥିଲା। ଗୋପ ଥିଲେ ଏହି ଜନର ମୁଖ୍ୟ ଥିଲେ। ଜନର ଅର୍ଥ ହେଉଛି ଜାତି। ଋଗ୍ବେଦରେ ପଞ୍ଚଜନର ବର୍ଣ୍ଣନା କରାଯାଇଛି। ସେଗୁଡ଼ିକ ହେଲା ପୁରୁଷ, ତଗ୍ଭସସ୍, ଯଜୁସ୍, ଅନୋସ୍ ଓ ଦୃଶ୍ୟ। କେତେ ଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଷ୍ଟ୍ର ଗଠିତ ହେଉଥିଲା। ଏହାକୁ ଜନପଦ ନାମରେ ନାମିତ କରାଯାଇଥିଲା। ରାଜନ ଥିଲେ ଜନପଦର ମୁଖ୍ୟ ଏବଂ ଶାସନକର୍ତ୍ତା। ତାହେଲେ ଆମେ ଆଜିକାଲିର ଯେଭଳି ଭାବରେ ରାଜନୀତି ବ୍ୟବସ୍ଥା ଅଛି ତାକୁ ଦେଖିବାକୁ ଗଲେ ସେଇଭଳି ଭାବରେ ଗ୍ରାମର, ସେତେବେଳେ ଗ୍ରାମର ମୁଖ୍ୟ ଥିଲେ, ଗୋଟେ ପରିବାରର ମୁଖ୍ୟ ଥିଲେ କୁଳପତି, ଗ୍ରାମର ମୁଖ୍ୟ ଗ୍ରାମୀଣ। ତାପରେ ଗ୍ରାମକୁ ନେଇକି ବିସ୍ ଗଠନ କରାହେଉଥିଲା। ତେଣୁ ବିସ୍ର ମୁଖ୍ୟ ଥିଲେ ବିସ୍ପତି ଥିଲେ। ତାପରେ କେତେ ଗୁଡ଼ିଏ ବିସ୍କୁ ନେଇକି ଜନ ଗଠନ କରାଯାଉଥିଲା। ତେଣୁ ଜନର ମୁଖ୍ୟ ଥିଲେ ଗୋପ। ତେଣୁ ଜନର ଅର୍ଥ ହେଉଛି ଜାତି।
ତେଣୁ ଜନ କେତେ ଗୁଡିଏ ଜନକୁ ନେଇକି ରାष्ट्र गठन कराउथला जहाको आमे जनपद बोली कहिबा। आउ जनपदर मुख्य होउछन्ती राजा बा राजन। ताल देखिबा राजांकर कोन कर्तव्य किमा कार्य थिला। राजन ऋग वैदिक जुगरे राजतंत्र प्रचलित थिला। ताहले देखिया गले एठी मोनार्की सिस्टम चली थिला। राजन बा राजा थिले राजतंत्रर मुख्य। राजतंत्र थिला वंशानुक्रमिक, मात्र अनेक क्षेत्र रे प्रजा माने राजा को निर्वाचन करुथिले। अभिषेक उत्सव सहित राजांकर सिंहासन आरोहण कर्म आरंभ हेउथिला। पुरोहितंक द्वारा एही कार्य संपादन हेउथिला। राज्याभिषेक समय रे राजा शपथ नै कहूथिले मु प्रजा मानकर स्वार्थ विरुद्ध रे गले मते एवं मोर वंश को हत्या करा जीव। एहा राजांकर प्रजानुरंजक गुणर परिचय प्रदान करिथाय। राजा अत्याचारी हेले तांकु बहिष्कार करी तांक स्थान नूतन राजा को निर्वाचन करा जाई सिंहासन प्रदान करा जाई पारुथिला। राजा राज्यर शासन सर्वोच्च कर्ता थिले। राज्य पाई तांकर अनेक कर्तव्य रहिथिला। प्रजा मानक आखिरे राजा मित्र समदयालु वरुण सदृश गुणवंत इंद्र परि बलवान थिले। तांकर प्रधान कर्तव्य थिला प्रजा पालन एवं शत्रु हातरु रक्षा करिबा। शत्रु मानक सहित युद्ध करने को मध्य पड़ुथला राजांको। राजा सुदासंग सहित 10 जन राजांकर युद्ध एहार प्रकृष्ट उदाहरण। राजा प्रजा मानक पुत्रवत पालन करथुले, माने पुओ भली प्रजा मानक निज पुओ समान देखुथिले। से मध्य थिले न्यायर मूर्तिमंत प्रतीक। राष्ट्र शांति श्रृंखला रक्षा करिबा थिला तांकर अन्यतम कर्तव्य। नीतिशास्त्र अनुसार राज्य शासन करुथिले। से प्रजा मानक ठारू बळी नामक एक प्रकार कर आदाय कराउथा। ताले सेतले जणा पड़ला जे कर आदाय करा जाउथला। तार ना कोन थिला ना बळी। करर नाम थिला बळी। एही कर को से प्रजा हित कर कार्य रे विनियोग कराउथला। परीक्षा रे आसी पारे जे ऋग वैदिक जुग रे जे कर आदाय करा जाउथला ताहार नाम कोन ना तार नाम होउची बळी। आ सेही कर जो आदाय करा जाउथला ताकू को कार्य रे लगा जाउथला ना प्रजा मानकर हित रे जो जो कार्य गुडी को करा जाए सेथिरे लगा जाउथला। तेणु वैदिक जुगर राजा थिले एकाधार रे पराक्रमशाली, उदार, सहनशील, न्यायमूर्ति एवं प्रजा अनुरंजक। ये गला राजा मानक विषय रे। ताहले राज्य कर्मचारी विषय रे आमे देखिबा। शासन कार्य रे राज्य को सहाय्य करिबा पई बहु राज कर्मचारी नियुक्ति होइथिले। सेमानक मध्य रे पुरोहित थिले प्रधान। से थिले राजांकर उपदेष्टा। राजांको शासन कार्य रे उपदेश दबा पई राज्य पुरोहित रहुथिले। तांको द्वारा राजांकर अभिषेक, युद्ध समय रे अनुकूल जनित मंत्र पाठ एवं अन्यान्य धर्म कार्य मान संपादित हेउथला। सेनानी थिले तांकर राजांकर सेनापति। युद्ध क्षेत्र से शत्रु विरोध रे सैन्य बाहिनी रो नेतृत्व नेउथिले। सूत नामक कर्मचारी राजांकर दैनंदिन कार्यक्रम लिपिबद्ध करी रखुथिले। राजस्व आदाय करिबा पई भागदुघ नियुक्ति होइथिले। मु जोड़ा को अंडरलाइन करछि सेडा को नोट कर नबो कने एवडा इंपोर्टेंट अछि। परीक्षा रे निश्चित आसी पारे। संग्रहिता को कोषाध्यक्ष कार्य तुलाइबा को पडुथुला। गोबीकृत थिले मुख्य वन्याधिकारी। ग्राम मुख्य को ग्रामीण कह जाउथुला। से एवं विस्पति राजा को युद्ध क्षेत्र रे सहायता होउथले। पतिंक
ଉପରେ 100ଟି ଗ୍ରାମର ଶାସନ ନ୍ୟସ୍ତ ଥିଲା। ତାହେଲେ ପତି ଥିଲେ 100ଟି ଗ୍ରାମର ଶାସନର ମୁଖ୍ୟ ଥିଲେ। ସେଇ 100ଟି ଗ୍ରାମକୁ ନେଇକି ଶାସନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପତିଙ୍କୁ ରଖାଯାଇଥିଲା। ସ୍ଥପତି ଥିଲେ ସୀମା ଅଞ୍ଚଳର ଶାସନକର୍ତ୍ତା। ଅକ୍ଷବାପ ଥିଲେ ପଶା ରକ୍ଷକ। ବୈଦିକ ଯୁଗର ପୋଲିସ ଅଧିକାରୀଙ୍କୁ ଉଗ୍ର ନାମରେ ନାମିତ କରାଯାଇଥିଲା। ଏହି ସମସ୍ତ କର୍ମଚାରୀ ମାନେ ରାଜାଙ୍କୁ ଶାସନ କାର୍ଯ୍ୟରେ ବିଭିନ୍ନ ଉପାୟରେ ସାହାଯ୍ୟ କରୁଥିଲେ। ତାହେଲେ ତାର ଦୁଇଟି ଆମେ ସଂଗଠନ ପଢିଥିଲେ, ସଭା ଏବଂ ସମିତି। ସେ ବିଷୟରେ ଦେଖିବା। ସଭା ଋକ୍ ବୈଦିକ ଯୁଗର ଅନ୍ୟତମ ରାଜନୈତିକ ସଂଗଠନ ଥିଲା ସଭା। ଏହା ରାଜ୍ୟର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ନେଇ ଗଠନ ହୋଇଥିଲା। ଏହାର ମୁଖ୍ୟଙ୍କୁ ସଭାପତି କୁହାଯାଉଥିଲା। ଧନୀ, ଜ୍ଞାନୀ, ଚିନ୍ତାଶୀଳ, ବର୍ଷିୟାନ ନାଗରିକମାନଙ୍କୁ ନେଇ ଏହା ଗଠିତ ହୋଇଥିଲା। ସ୍ଥାନୀୟ ନିୟମ ପ୍ରଣୟନ ଏବଂ ପାଳନ ଆଦି କ୍ଷେତ୍ରରେ ଏହା ରାଜାଙ୍କୁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରୁଥିଲା। ବହୁ କ୍ଷେତ୍ରରେ ରାଜା ଏହାର ମତାମତ ନେଇ ରାଜ୍ୟ ଶାସନ କରୁଥିଲେ। କାରଣ ଆମେ ସବୁବେଳେ ଜାଣିଛେ ଯେ ଏକ୍ସପିରିଏନ୍ସ ଆମର ସବୁବେଳେ କାମ ଦିଏ। ତେଣୁ ସେଥିପାଇଁ ସେମାନେ ମଧ୍ୟ ସେତେବେଳେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କର ମତକୁ ଆଗେ ପ୍ରାଧାନ୍ୟ ଦେଉଥିଲେ। ତେଣୁ ସଭା ସେମାନଙ୍କୁ ନେଇକି ଗଠନ କରାଯାଇଥିଲା। ଯୁକ୍ତି ଦ୍ୱାରା କୌଣସି ନିୟମକୁ ସିଦ୍ଧ କରାଯାଉଥିଲା। ଏହା ମଧ୍ୟ ଦୋଷୀମାନଙ୍କୁ ଦଣ୍ଡ ଦେବାରେ ମଧ୍ୟ ନ୍ୟାୟାଳୟ ରୂପେ କାର୍ଯ୍ୟ କରୁଥିଲା। ତାହେଲେ ଦେଖିବା ସମିତି କଣ? ଆଦି ବୈଦିକ ଯୁଗର ସବୁଠାରୁ ଜନପ୍ରିୟ ରାଜନୈତିକ ସଂଗଠନ ଥିଲା ସମିତି। ଏହା ଥିଲା ଜାତୀୟ ଥିଲା। ଏଥିରେ ପୁରୁଷ ଏବଂ ନାରୀ ସଦସ୍ୟ ରୂପେ ରହିପାରୁଥିଲେ। ତାହେଲେ ଆମେ କହିବା ଯେ ନାରୀର ଜାଗା ସେତେବେଳେ ସଭା ଏବଂ ସମିତି ମାନଙ୍କରେ ସ୍ଥାନ ପାଉଥିଲା। ସମସ୍ତ ଜାତୀୟ ସମସ୍ୟା ସମିତିରେ ବିଶଦ ଭାବରେ ଆଲୋଚନା କରାଯାଉଥିଲା। ଏହାର କାର୍ଯ୍ୟ ପରିସର ଥିଲା ସଭାଠାରୁ ବ୍ୟାପକ। ଏହା ରାଜାଙ୍କର ନିର୍ବାଚନ କରୁଥିଲା। କେବଳ ସେତିକି ନୁହେଁ, ଯୁଦ୍ଧ, ରାଜ୍ୟ ରକ୍ଷା, ଶାନ୍ତି ପ୍ରତିଷ୍ଠା ପାଇଁ ସମିତିର ମତାମତ ଥିଲା ଏକାନ୍ତ ଭାବେ ଅପରିହାର୍ଯ୍ୟ। ଏହି ସମିତିର ମୁଖ୍ୟଙ୍କୁ ପତି ବା ଈଶାନ ବୋଲି କୁହାଯାଉଥିଲା। ତାହେଲେ ସମିତି କାହାକୁ ସମିତିର ସଂଗଠନର ମୁଖ୍ୟଙ୍କୁ କଣ କୁହାଯାଉଥିଲା ନା ପତି ବା ଈଶାନ ବୋଲି କୁହାଯାଉଥିଲା। ରାଜାଙ୍କର କ୍ଷମତା ଉପରେ ଉଭୟ ସଭା ଏବଂ ସମିତି ଅଙ୍କୁଶ କରାଉଥିଲେ। ତାଙ୍କର କ୍ଷମତାକୁ ସଂକୁଚିତ କରୁଥିଲା। ଫଳରେ ରାଜା ସ୍ୱେଚ୍ଛାଚାରୀ ହୋଇପାରୁ ନଥିଲେ। ଏହି ସବୁ ଦୃଷ୍ଟିରୁ ରାଜନୈତିକ ସଂଗଠନ ହିସାବରେ ବୈଦିକ ଯୁଗରେ ସଭା ଏବଂ ସମିତିର ଗୁରୁତ୍ୱ ରହିଥିଲା। ତାହେଲେ ନ୍ୟାୟ ପ୍ରଦାନ ଉପରେ କଣ ଥିଲା ଦେଖିବା। ଆଦି ବୈଦିକ ଯୁଗରେ ନ୍ୟାୟ ପ୍ରଦାନ ପଦ୍ଧତି ଥିଲା ଅଭିନବ। ପ୍ରଚଳିତ ପ୍ରଥା ଏବଂ ନୀତି ଅନୁସାରେ ନ୍ୟାୟ ପ୍ରଦାନ କରାଯାଉଥିଲା। ଅଧ୍ୟକ୍ଷ ନାମକ ବିଚାରପତିଙ୍କ ଦ୍ୱାରା ଦୋଷର ବିଚାର କରାଯାଇ ଦଣ୍ଡ ବିଧାନ କରାଯାଉଥିଲା। ତାହେଲେ ତାଙ୍କ ନାମ କଣ ଥିଲା ନା ଅଧ୍ୟକ୍ଷ। ଅଧ୍ୟକ୍ଷ ବିଚାରପତି ଯୋଉ ଥିଲେ ତାଙ୍କ ନାମ ହଉଛି ଅଧ୍ୟକ୍ଷ। ସେ ଦଣ୍ଡ ବିଧାନ କରୁଥିଲେ। ଗ୍ରାମବାଦୀ ନାମକ କର୍ମଚାରୀ ମାନେ ଗ୍ରାମୀଣ ବିବାଦର ସମାଧାନ କରୁଥିଲେ। ତାହେଲେ ଗାଁ ଏରିଆରେ ଗାଁ ମାନଙ୍କର ଯୋଉ ବାଦ ବିବାଦ ସବୁ ରୁହେ ସେଟାକୁ କିଏ ସମାଧାନ କରୁଥିଲା ନା ଗ୍ରାମବାଦୀ। ରାଜା ଥିଲେ ଅନ୍ୟ ପ୍ରଦାନ କ୍ଷେତ୍ରରେ ସର୍ବଶେଷ ବିଚାରକ। ଯଦି ଏମାନଙ୍କ କ୍ଷେତ୍ରରେ ଗ୍ରାମ କିମ୍ବା ଅଧ୍ୟକ୍ଷ ଯଦି କିଛି ସମାଧାନ କରି ନ ପାରିଲେ ଶେଷରେ ଯାଉଥିଲେ ରାଜାଙ୍କ ପାଖକୁ। ଯେମିତି ଆଜିକାଲି ଆମେ କୋର୍ଟକୁ ଯାଉଛେ, ଯଦି ଆମର ତଳିଆ କୋର୍ଟ, ଡିଷ୍ଟ୍ରିକ୍ଟ କୋର୍ଟ, ଏଇ ସବୁ କୋର୍ଟ ମାନଙ୍କରେ ଆମର ଯଦି ବିଚାର ଠିକ ଭାବରେ ନ ହଉଛି ଆମେ ସର୍ବୋଚ୍ଚ ନ୍ୟାୟାଳୟ ପାଖକୁ ଆମେ ଯାଉଛେ। ସେଇଭଳି ଭାବରେ ସେମାନେ ରାଜା ପାଖକୁ ଯାଉଥିଲେ। ସେ ସମୟରେ ଦଣ୍ଡ ପ୍ରଥା ବହୁତ କଠୋର ଥିଲା। ଗୋଧନ ଚୋରି, ଡକାୟତି, ଲୁଣ୍ଠନ ଆଦି ଅପରାଧ ସେହି ସମୟରେ ବୈଦିକ ସମାଜରେ ସଂଗଠିତ ହେଉଥିଲା। ଋଣ କରି ପରିଶୋଧ ନ କରିବା ସେ ସମୟରେ ଅପରାଧ ମଧ୍ୟରେ
ଏକ ସାଧାରଣ ଅପରାଧ ଥିଲା। ତାହେଲେ ଋଣ ଯଦି ଜଣେ କରୁଥିଲା ତାକୁ ଯଦି ସୁଝି ନ ପାରୁଥିଲା ତାହେଲେ ସିଏ ବି ଗୋଟେ ଅପରାଧରେ ଗଣା ଯାଉଥିଲା। ଏଥିପାଇଁ ଋଣୀଙ୍କୁ ଗୁଣକର୍ତ୍ତା ନିକଟରେ ସେ ବା ଭୃତ୍ୟ ରୂପରେ ଋଣକର୍ତ୍ତା ପାଖରେ କଣ ରହୁଥିଲା ନା ଭୃତ୍ୟ ଭାବରେ ବା ଚାକର ଭାବରେ ରହୁଥିଲା। ଏହିପରି ଭାବରେ ବୈଦିକ ଯୁଗର ନ୍ୟାୟ ପ୍ରଦାନ କରାଯାଉଥିଲା। ତାହେଲେ ଦେଖିବା ସାମରିକ ସଂଗଠନ ଗୁଡିକ କଣ ଥିଲା। ରାଜନୈତିକ କ୍ଷେତ୍ରରେ ଯୁଦ୍ଧ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥିଲା। ରାଜା ଏ ବିଶାଳ ସୈନ୍ୟବାହିନୀ ପରିପୋଷଣ କରୁଥିଲେ। ପଦାତିକ ସୈନ୍ୟମାନଙ୍କୁ ପତି କୁହାଯାଉଥିଲା। ପତି କୁହାଯାଉଥିଲା। ରଥାରୋହୀ ସୈନ୍ୟମାନେ ରଥିନ୍ ନାମରେ ନାମିତ ଥିଲେ। ଅଶ୍ୱାରୋହୀ ମାନେ ମଧ୍ୟ ଯୁଦ୍ଧରେ ପ୍ରମୁଖ ଅଂଶଗ୍ରହଣ କରୁଥିଲେ। ସେହି ସୈନ୍ୟବାହିନୀର ମୁଖ୍ୟ ଥିଲେ ସେନାନୀ। ସୈନ୍ୟମାନେ ଲୁହାର ଖଣ୍ଡା, ଟେଣ୍ଟା ଏବଂ ଶର ଆଦି ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ସେମାନେ ମଧ୍ୟ ଶିର, ସ୍ତ୍ରାଣ, ସାଞ୍ଜୁ, ଢାଲ ଆଦି ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ବୀରତ୍ୱ ଏବଂ ସାହସିକତା ଥିଲା ସୈନ୍ୟମାନଙ୍କର ଭୂଷଣ। ଯୁଦ୍ଧର ନୀତି ଅନୁସାରେ ନିରସ୍ତ୍ର ଏବଂ ଶୟନ କରିଥିବା ବ୍ୟକ୍ତିକୁ ବଧ କରାଯାଉ ନଥିଲା। ତାହେଲେ ଯୁଦ୍ଧର ନିୟମ ବିରୁଦ୍ଧ ଥିଲା କଣ ନା ଶୟନ ସମୟରେ କାହାକୁ ବଧ କରାଯାଉ ନଥିଲା ବା ମାରି ଦିଆଯାଉ ନଥିଲା। ଯୁଦ୍ଧରେ କେହି କାହାକୁ ମାରି ପାରିବେନି ଯଦି ସିଏ ଶୟନରେ ଥିବ କିମ୍ବା ନିରସ୍ତ୍ର ଥିବ, ମାନେ ଅସ୍ତ୍ର ଯାହା ପାଖରେ ନଥିବ। ଯୁଦ୍ଧ ସମୟରେ ବୃଦ୍ଧ, ଶିଶୁ, ନାରୀମାନଙ୍କୁ ହତ୍ୟା କରାଯାଉ ନଥିଲା। ଦୁର୍ଗ ବା ପୁର ମଧ୍ୟ ସେ ସମୟରେ ନିର୍ମିତ ହେଉଥିଲା। ଏହା ସୈନ୍ୟମାନଙ୍କ ଆଶ୍ରୟସ୍ଥଳୀ ରୂପରେ ବ୍ୟବହୃତ ହେଉଥିଲା। ଯୁଦ୍ଧ ସମୟରେ ତୁରୀ ଓ ଭେରୀ ବାଦନ କରାଯାଇ ସୈନ୍ୟମାନଙ୍କୁ ଉତ୍ସାହିତ କରାଯାଉଥିଲା। ରାଜାମାନେ ରାଜ୍ୟ ରକ୍ଷା, ଶତ୍ରୁମାନେ ପାଇଁ ଯୁଦ୍ଧ କରୁଥିଲେ। ଏଇଭଳି ନୀତି ନିୟମର ଭିତରେ ସାମାଜିକ ସାମରିକ ସଂଗଠନ ଆବଦ୍ଧ ଥିଲା। ଶାସନଗତ ସଂଗଠନ। ଆଦିବୈଦିକ ଯୁଗରେ ରାଜ୍ୟ ଶାସନ ଥିଲା ସୁନିୟନ୍ତ୍ରିତ। ଶାସନର ପରିସର ଥିଲା ବହୁ ବ୍ୟାପକ। ରାଜ୍ୟ ଶାସନ ମୁଖ୍ୟ ଥିଲେ ରାଜା। ସେ ସ୍ଥପତିଙ୍କର ସମ୍ପର୍କ ରକ୍ଷା କରି ଶତ୍ରୁ ରାଜ୍ୟରେ ଆକ୍ରମଣ ସମ୍ପର୍କରେ ସୂଚନା ପାଉଥିଲେ। ଏହାର ପ୍ରତିରୋଧ କରିବା ପାଇଁ ଚେଷ୍ଟା କରୁଥିଲେ। ରାଜା, ବିସ୍ପତି, ଗ୍ରାମଣୀ, ଅଧ୍ୟକ୍ଷ ତଥା ଗ୍ରାମବାଦୀ ମାନଙ୍କ ସହିତ ସମ୍ପର୍କ ରକ୍ଷା କରି ରାଜ୍ୟରେ ଶକ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିଲେ। ଶାସନର ସର୍ବୋଚ୍ଚ ସୀମାରୁ ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ଏହି ଦୃଢ ଶାସନଗତ ସଂଗଠନ ବ୍ୟବସ୍ଥା କ୍ଷେତ୍ରରେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ସହାୟକ ହେଉଥିଲା। ତାହେଲେ ଆମେ ତ ଦେଖିଲେ ଏଥିରେ ରାଜା ଅଛନ୍ତି, ତାହେଲେ ଗଣତନ୍ତ୍ରର କଣ କାମ ଥିଲା ପରା ଦେଖିବା। ଗଣତନ୍ତ୍ର ହଉଛି କଣ ନା ପ୍ରଜାମାନଙ୍କର ଶାସନ। ଆଦିବୈଦିକ ଯୁଗରେ ଗଣତନ୍ତ୍ର ପ୍ରଚଳନ ନେଇ ଐତିହାସିକ ମାନଙ୍କ ମଧ୍ୟରେ ମତଦ୍ୱନ୍ଦ ରହିଛି। ତାର କଣ୍ଟ୍ରୋଭର୍ସି ରହିଛି ଯେ ଗଣତନ୍ତ୍ର ସେଠି ଥିଲା କି ନଥିଲା। ଗଣ ଶବ୍ଦର ଅର୍ଥ ହଉଛି କଣ ବ୍ୟକ୍ତି। ଋଗ୍ବେଦର ଗଣପତି ଶବ୍ଦର ବ୍ୟବହାର ଅନେକାଂଶରେ ଦେଖାଯାଏ। ଗଣପତି ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ଥିଲେ। ସେହି ଅନ୍ୟ ବ୍ୟକ୍ତିମାନଙ୍କୁ ପରିଚାଳନା କରୁଥିଲେ। ଏଥିରୁ ଋଗ୍ବୈଦିକ ଯୁଗରେ ରାଜତନ୍ତ୍ର ସହିତ ଗଣତନ୍ତ୍ର ମଧ୍ୟ ପ୍ରଚଳିତ ଥିବାର ପ୍ରମାଣ ମିଳିଛି। ଋଗ୍ବେଦ ଯୁଗରେ ରାଜନୈତିକ ଅବସ୍ଥା ଥିଲା ସୁଦୃଢ। ରାଜାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ଶାସନ ଚଳା ଯାଉଥିଲା। ବିଭିନ୍ନ ରାଜକର୍ମଚାରୀ ମାନେ ଶାସନ କ୍ଷେତ୍ରରେ ତାଙ୍କୁ ସହଯୋଗ କରୁଥିଲେ। ଫଳରେ ରାଜା ମାନଙ୍କର ହିତ ସାଧନ କରିବା ସହିତ ସେ ରାଜ୍ୟ ରକ୍ଷା ଏବଂ ଶତ୍ରୁ ଦମନ କରିବା ପାଇଁ ସକ୍ଷମ ହେଉଥିଲେ।
ତେଣୁ ଋଗ୍ବେଦରେ ରାଜାଙ୍କର ଭୂୟସୀ ପ୍ରଶଂସା କରାଯାଇ ଅଛି। ଋଗ୍ବେଦରେ ରାଜାଙ୍କର ପ୍ରଶଂସା କୁ ମହାନ ବୋଲି ରାଜା କୁହାଯାଇଛି। ସେ ସମୟରେ ରାଜତନ୍ତ୍ର ସହିତ ଗଣତନ୍ତ୍ର ମଧ୍ୟ ପ୍ରଚଳିତ ଥିଲା। ଆଦି ବୈଦିକ ଯୁଗରେ ରାଜନୈତିକ ସଂଗଠନ ଯେ ବହୁ ଭାବରେ ସୁନିୟନ୍ତ୍ରିତ ଥିଲେ ସେ ବିଷୟରେ ଆମେ ସନ୍ଦେହର ଅବକାଶ ନାହିଁ। ତାହେଲେ ପିଲାମାନେ ଏଇଠି ଆମର ରାଜନୈତିକ ସଂଗଠନ ବିଷୟରେ ସରିଲା। ଯଦି ଅଲଗା ପାର୍ଟ ଗୁଡ଼ିକ ଦେଖିନ ତାହେଲେ ଋଗ୍ବୈଦିକ ଯୁଗର ଅଲଗା ଅଲଗା ପାର୍ଟ ଗୁଡ଼ିକ ଯଦି ଦେଖିନ ତାହେଲେ ଲିଙ୍କକୁ ଯାଇକି ଦେଖିନବ। ମୁଁ ଲିଙ୍କ ଦେଇଦେଇଛି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିଦେବ। ପ୍ଲିଜ୍ ଟିକେ ଦେଖିକି ସବସ୍କ୍ରାଇବ୍ କରିଦେବ ଆଉ ଲାଇକ୍ ମଧ୍ୟ କରିଦେବ ଆଉ ସେୟାର କରିଦେବ। ଯେଉଁମାନେ ହିଷ୍ଟ୍ରି ଷ୍ଟୁଡେଣ୍ଟ ଅଛନ୍ତି ସେମାନଙ୍କୁ ସାହାଯ୍ୟ ହେଇପାରିବ ଯେ ଡିଟେଲ୍ସ ପଢ଼ା ହେଉଛି, ଲାଇନ୍ ବାଇ ଲାଇନ୍ ମୁଁ ବୁଝଉଛି, ସେଥିପାଇଁ ସେମାନଙ୍କୁ ବିଶେଷ ଭାବରେ ସହାୟକ ହେଇପାରିବ। ତେଣୁ ତମର ଯେଉଁମାନେ ବି ସବୁ ସାଙ୍ଗମାନେ ଅଛନ୍ତି ସେମାନଙ୍କୁ ସେୟାର କରିଦିଅ, ଯେଉଁମାନେ କି ଏଇ ଭିଡ଼ିଓ ମାଧ୍ୟମରେ କିଛି କିଛି କେହି ଉପକୃତ ହେଇପାରିବେ। ପ୍ଲିଜ୍ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିଦେବ। ବାଏ।